हरि ओम नारायणं नमस्कृत्यं नरं चैव नरोत्तमं देवीं सरस्वती व्यासं ततो जयमुदीरये मुखं करोति वाचालं पङ्गुं लङ्घयति गिरिं यदकृपातमं वन्दे परमानन्दमाधव गोविन्द 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 पदुगळु क्षेमकरन्द पान करी हेले तरिले ब्रजनारी से ब्रजनारीଙ୍କ भयरे मन मोरहु निरन्तरे मन निरन्तरे रहु कृष्ण बोली जीव जाऊ कृष्ण बोली जाऊ जीव मोते उद्धर राघव मोते उद्धर वासुदेव मोते उद्धर पद्मनाभ सर्वी बोलानंदी कुमार। श्रीमद भागवत दशम स्कंद गोपलीला 31 अध्याय पठन। भगवान कृष्ण को गोपी माने न पाई विरह जंत्रणा छटपट होउछंती एवं वृक्षलता मानक पचारुछंती हे वृक्ष देवता आपण माने तो एठारे उपस्थित अछंती आपण माने कहंतु आमर प्रभु कुआडे गले। गछलता नीरव रहिबा देखि गोपी माने कहउछंती तमे आम संगे कपट करूछ तांको विषय आमको किछि कथा कहून तेणु से रागरे चली जाउछंती। कौन कहउछंती गोपी माने ना कृष्ण अधीर सुधा पान जहाती गोपींक जीवन एकांते नहीं पान कला केणे गो तप करिथिला। गोपी माने देखिले भगवान कृष्णंकर पाद चिन्ह किछि बाटरे देखिले एवं से पाद चिन्ह पाखरे आहुरी गोटिए पाद चिन्ह थिला। गोपी माने कहउछंती कहार एते भाग्य हैला जहाकू भगवान कृष्ण तांको संगरे नहीं आम पाखरु आज अंतर दैछंती। जे भगवान पाखरु सब प्रकार स्नेह पाइछि मात्र आमे तादुर आज वंचित हेलो। कौन ना एकांते नहीं पान कला केते गो तप करिथिला पुणी न देखिले पयर गहଳି अछि तृणांकुर बोलंती कोमलता पाद जेणु पाइला तृणे खेद तेणु ताहाकू कांधे कले नदी से पाद चिन्ह भली पुणी क्षण के पाद देखी गोपीए चाहती निरेखी देख गो कृष्णर पयर अधिक विषयी गभीर कंधरे तोलिले ताहारे चरण गली गला भारी कृष्ण जाहाकू घेनी गला एठारे कबरी खोसिला बंधु ओह्लाई तार अर्थे फूल तोलिला परायथी अग्रपादरे ठिया होई देख ए चिन्ह तदिशई आउ देख कामिनी दृष्टपण बस गो कला नारायण भ्रमण कले तार तुले आउ कथा रखिले मही तले श्री सुख उवाच सुना परीक्षा रस केली जाहाकू नेले बनमाली से गोपी कृष्ण पछे थाई गरब मने विचारई मुसे मोहिली हरि चित मोत हो नाही भाग्यवंत ताहा जानिले भावग्राही गर्व बहिला एहा देही माया मोहिले गोपी मन कृष्णंको बोलई वचन नाथ न पारई जाई नियतु कंधरे बसाई मोहरे अछि जेबे मन विशेष घोर कुंजवन मुएबे न पारई चाली
ଶୁଣି ହସିଲେ ବନମାଳି ହୋଇଲେ ବସ ମୋର କନ୍ଧେ କୃଷ୍ଣ ବସିଲେ ବାଲି ପୋଦେ ଶୁଣି ଗୋପିକା ତୋଷ ହୋଇ ବସିଲା କୃଷ୍ଣ କନ୍ଧେ ଯାଇ ପୁଣି ଉଠିଲେ ଚକ୍ରଧର କାମିନୀ ଧରି ଅଛି ଶିର କେତେ ଦୂର କୃଷ୍ଣ ଯାଇ ଅନ୍ତର ହେଲେ ଭାବଗ୍ରାହୀ ଗୋପୀ ପଡ଼ିଲା ମୁଖ ମାରି ରୁଧିର ବହେ ଓଷ୍ଠ ଛିଡ଼ି ଦଣ୍ଡେ ହୋଇଲା ମୂର୍ଚ୍ଛିତ ଉଠିଲ ରଇ ଗୋପୀନାଥ ଗୋବିନ୍ଦ ସେ କାହିଁ ପାଇବ ମୁରାରି ଗର୍ବ ଗଞ୍ଜନ ନରହରି ବିକଳେ ଚଉଦିଗେ ଚାହିଁ କାନ୍ଦଇ ମୁଣ୍ଡେ କର ଦେଇ ଆସବହନ ଗୋପୀନାଥ ଗହଳେ ନଦୀ ସହି ପଥ ମୋତେ ନିଶ୍ଚୟ ନାଶ କଲୁ ଗୋପୀଙ୍କ ସଙ୍ଗ ଛଡ଼ାଇଲୁ ଆଉ କି ଦୋଷ କଲି ମୁଁ ତୋରେ ନିବେଶି ଗଲୁ ବନ ଘୋରି ହେମନ୍ତି କାନ୍ଦଇ ତରୁଣୀ କୃଷ୍ଣ ହସିଲେ ତାହା ଶୁଣି ଗୋପୀ ଯେ ଯାଉଥିଲେ ବନେ ତାର ବିକଳ ଶୁଣି ତନ୍ନେ ନିକଟେ ମିଳିଲେ ତାହାର ବୋଲନ୍ତି ଧରିବେ ନିକର ସଚେତ କରି ପଚାରିଲେ ବୋଲନ୍ତି ଥିଲୁ କୃଷ୍ଣ ତୁଲେ ତୋତେ ପକାଇ ଘୋର ବନେ ଗୋବିନ୍ଦ ଗଲେ କୋପ ମନେ ଏଡ଼େ ନିଷ୍ଠୁର ତାର ଦେହି ପୁତନା ପ୍ରାଣ ଅଛି ଥାଇ ଅନେକ ହତ୍ୟା କରିଅଛି ଅନେକ ହତ୍ୟା ଅଛି କରି ଏବେ ଖାଇବ ଗୋପ ନାରୀ ଆଉ କାହିଁକି ଯିବୁ ଘୋର ବନେ କହିଲୁ ତାର ବେଣୁଷ୍ପନେ ଛାଡ଼ିଲୁ ଗୃହ ସୂତ୍ର କାନ୍ତ ଏ ବନେ ହୋଇଲୁ ଅନାଥ ହେମନ୍ତ ପଥ ଅନୁସରି କାନ୍ଦନ୍ତି କୃଷ୍ଣ ନାମ ଧରି ଗହନେ ବସିଲେ ସକଳେ 16 ସହସ୍ର ଏକାବେଳେ ବୃକ୍ଷ ଗହଳ ଛାୟା ଦେଖି ଅନ୍ଧାର ପ୍ରାୟ ଉପଲକ୍ଷେ ଭୟେ ବାହୁଡ଼ିଲେ ସକଳି ପୁଣି ମିଳିଲେ ନଦୀ କୂଳେ ମନନିରୋପୀ କୃଷ୍ଣ ପାଦେ କାନ୍ଦନ୍ତି ଶୋକ ଗଦ ଗଦେ ଗୋବିନ୍ଦ ଦେହ ସଂସାର ପାଶୋରିଲେ ମରଣ ପଥ ଆପୋରିଲେ ଆଉ କୃଷ୍ଣ ଚରଣେ ମନ ଦେଇ କାନ୍ଦନ୍ତି ଶୋକ ଭର ହୋଇ ସେ ଗୋପୀ ଗୋବିନ୍ଦର ପାଇ ସୁଜନ ଜନେ କରଲଇ ହରିଚରିତ ଭାଗବତ ଅମୃତର ସମୟ ଗୀତ ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ଏଡ଼େ କରିବା ମନ ତୋଷ କହି ଜଗନ୍ନାଥ ଦାସ ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ବୋଲାନନ୍ଦୀ କୁମାର ହରି ହରି ବୋଲ। ଭଗବାନ କୃଷ୍ଣଙ୍କର ଗୋପୀମାନଙ୍କର ସମ୍ବାଦରେ ଜଣା ପଡୁଛି ଭଗବାନ ଗର୍ବ ଗଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି 16 ସହସ୍ର ଗୋପନାରୀଙ୍କ ମଧ୍ୟ ଭଗବାନ ଜଣଙ୍କୁ ନେଇ ଅନ୍ତର ହେଇଗଲା ପରେ ସେ ଗୋପୀ ଆଜି ମନରେ ଚିନ୍ତା କରୁଛି ମୁଁ ହିଁ ଆଙ୍କର ଏକା ହିଁ ପ୍ରିୟ ତେଣୁ ମୁଁ ଯାହା କହିବି ଇଏ ମୋ କଥାରେ ରାଜି ହେବେ ତେଣୁ ଭଗବାନଙ୍କୁ ସେ କହିଛନ୍ତି ମୁଁ ଆଉ ଚାଲିପାରୁନି ମତେ ଟିକେ କାନ୍ଧରେ ବସେଇକି ନିଅ ଭଗବାନ ଏ କଥା ଶୁଣି ଆଜି ମୁରୁକି ମୁରୁକି ହସୁଛନ୍ତି। ଏହି ସମୟରେ ଯେତେବେଳେ ତାଙ୍କର ମୁଣ୍ଡ ଉପରେ ହାତ ରଖି ଗୋପୀ କାନ୍ଧ ଉପରେ ଚଢିବା ପାଇଁ ଚେଷ୍ଟା କରିଛି ଭଗବାନ ଆଜି ଅନ୍ତର୍ଧ୍ୟାନ ହେଇଛନ୍ତି। ତାପରେ ସେ ଗୋପୀଟି ମୁହଁ ମାରି ଆଜି ତଳେ ପଡିକିରି କାନ୍ଦୁଛି। ଯେତେବେଳେ ତଳେ ପଡି କାନ୍ଦିକିରି ଉଠି ଦେଖିଲା ବେଳକୁ ଭଗବାନଙ୍କୁ ସେ ପାଇନାହିଁ। ଅତି ବିକଳରେ ସେ କାନ୍ଦୁଥିବା ଅବସ୍ଥାରେ ଜଙ୍ଗଲ ମଧ୍ୟରେ ଗୋପୀମାନେ ଭଗବାନ କୃଷ୍ଣଙ୍କୁ ଖୋଜୁଥିବା ଅବସ୍ଥାରେ ଗୋପୀର କାନ୍ଦକୁ ସେ ଶୁଣି ପାରିଛନ୍ତି ଏବଂ ସେ ଗୋପୀ ପାଖକୁ ଯାଇଛନ୍ତି ଏବଂ ଗଛର ଏତେ ଆଢୁଆଳ ଥିଲା ଅନ୍ଧାର ଭିତରେ ତାଙ୍କୁ ଭୟ ଲାଗିଛି। ସେମାନେ ଆଜି ନଦୀ ପଠାକୁ ଆସି ଭଗବାନଙ୍କ ବିରହରେ ସମସ୍ତେ ଆଜି ଆତୁର ହୋଇ କାନ୍ଦୁଛନ୍ତି। ତେଣୁ ଏଥିରୁ ଜଣା ପଡୁଛି ନିଜକୁ ସମସ୍ତେ ଆମେ ଛୋଟ ବୋଲି ଚିନ୍ତା କରି ଯଦି ଆମେ ପ୍ରଭୁଙ୍କର ପାଦ ପଦ୍ମରେ ଆମେ ଶରଣରେ ଯିବା ନା
ଯେତେ ବଡ଼ ଜଟିଳ କାର୍ଯ୍ୟ ହେଉଥାଉ ନା କାହିଁକି ଭଗବାନ ତାକୁ ସମସ୍ତ ପ୍ରକାର ସରଳରେ ଆମକୁ ସମ୍ପୂର୍ଣ୍ଣ ଭାବରେ ସାହାଯ୍ୟ କରି ଆମର ସମସ୍ତ ଦୋଷକୁ ହରଣ କରିବେ। ଜୟ ଜଗନ୍ନାଥ।